ଦିନରେ ଘର ଘର ବୁଲି ମିଟର ରିଡିଂ କରୁଥିଲେ ଆଉ ଯେଉଁ ଘର ଖାଲି ଦେଖୁଥିଲେ ରାତି ହେଲେ ସେହି ଘର ଭିତରକୁ ଝାମ୍ପ ମାରୁଥିଲେ। ଆଖିରେ ଯାହା ପଡ଼ିଲା ଲୁଟି ନେଉଥିଲେ, ପୁଣି ସାଙ୍ଗରେ ଆଉ ଜଣକୁ ଧରି ଆସୁଥିଲେ। ସୁନା ରୂପା ଟଙ୍କା ଠାରୁ ଆରମ୍ଭ କରି ଘରର ଦାମୀ ଦାମୀ ଜିନିଷ ସହ ବିଦେଶୀ ଟଙ୍କା ବି ଛାଡୁ ନଥିଲେ ଏହି ମିଟର ରିଡିଂ ଚୋର। ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଚୋରି ସୁନା ରୂପା କେଉଁଠୁ ଆସିଛି ବୋଲି କେହି କେମିତି ନ ଜାଣିବେ ସେଥିପାଇଁ ସେଗୁଡ଼ିକୁ ଘରୋଇ ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖୁଥିଲେ। ଲୋନରେ ଟଙ୍କା ଆଣି ମଉଜ ମସ୍ତି କରୁଥିଲେ। ଶେଷରେ ଅତି ବୁଦ୍ଧିଆ ଚୋରଙ୍କୁ ଧରି ପକାଇଲା ପୋଲିସ। ଏ ହେଉଛନ୍ତି ସେହି ଦୁଇ ଚୋର ଯିଏ ମାତ୍ର କିଛି ଦିନରେ 114 ଗ୍ରାମ ସୁନା, 9 କିଲୋ ରୂପା, ନଗଦ 33,000 ଟଙ୍କା ଘର ଘର ବୁଲି ଲୁଟି ନେଇଥିଲେ। ଯାହାଙ୍କୁ ଧରିବାରେ ନାକେଦମ ହୋଇଯାଇଥିଲା ପୋଲିସ। କିଛି ଦିନ ଧରି ପାରଳାଖେମୁଣ୍ଡିରେ ବାରମ୍ବାର ଚୋରିର ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଥିଲା। ଶେଷରେ ସିସିଟିଭି ଫୁଟେଜ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ପୋଲିସ ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ଡିସେମ୍ବର 12 ତାରିଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ନାଥ ପାଢ଼ୀଙ୍କ ଘରର ସ୍କାଇଲାଇଟ୍ ଭାଙ୍ଗି ପଶି ସୁନା ଗହଣା ଏବଂ 25,000 ନଗଦ ଟଙ୍କା ଚୋରି କରିଥିଲେ। ଏନେଇ ଗତ ଡିସେମ୍ବର 13 ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପାରଳାଖେମୁଣ୍ଡି ସହର ଭିତରେ ଗଜେନ୍ଦ୍ର ସାହିର ଗୋଟିଏ ସୁନା ଦୋକାନରୁ 10 କିଲୋ ରୂପା ଗହଣା ସହିତ 33 ଗ୍ରାମ ସୁନା ଏବଂ କୁମୁଟି ସାହିର ଜଣେ ସମ୍ଭ୍ରାନ୍ତ ଲୋକଙ୍କ ଘରୁ 1.5 କେଜି ରୂପା ସହ 40,000 ଟଙ୍କା ଏବଂ ଗୁରାଣ୍ଡି ଥାନା ଅନ୍ତର୍ଗତ ଏମଏନ୍ ପେଟା ଗ୍ରାମର ଦିନ 2 ପ୍ରହରରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାରେ ଏକା ସମୟରେ ଏତେ ଚୋରି ଅଭିଯୋଗ ପୋଲିସର ଚିନ୍ତାର କାରଣ ପାଲଟିଥିଲା। ପୋଲିସ ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ନାଥ ପାଢ଼ୀଙ୍କ ଘରୁ ଚୋରି ଘଟଣାର ତଦନ୍ତ କରିବା ସମୟରେ ସହରରେ ହୋଇଥିବା ଅନ୍ୟ ଚୋରିର ମଧ୍ୟ ପର୍ଦ୍ଦାଫାଶ ହୋଇଥିଲା। ତଦନ୍ତ ବେଳେ ସିସିଟିଭି ଫୁଟେଜ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ପୋଲିସ 2 ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲା। 2 ଜଣ ଅଭିଯୁକ୍ତ ପାରଳାଖେମୁଣ୍ଡି କଣ୍ଡରା ସାହିର ଦୁର୍ଗା ପ୍ରସାଦ ବେନିଆ ଏବଂ ଦେବୀ ମଣ୍ଡଳ। ଏହି 2 ଅଭିଯୁକ୍ତ ଲୁଟ୍ ସୁନା ଗହଣାକୁ ନେଇ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ତେବେ ଅଭିଯୁକ୍ତଙ୍କ ପାଖରୁ 114 ଗ୍ରାମ ସୁନା, 9 କିଲୋ ରୂପା, ନଗଦ 33,000 ଟଙ୍କା, 2ଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଓ ସ୍କୁଟି ଜବତ କରିଛି ପୋଲିସ। ସହରର ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ପାଢ଼ୀଙ୍କ ଘରୁ ବର୍ଗଲାରୀ ହୋଇଥିବାର ରିପୋର୍ଟ ଆମକୁ ମିଳିଥିଲା ଏବଂ ତାପରେ ପୁଣି ସେଇ ଡିସେମ୍ବର 27 ତାରିଖ ଦିନ ଆମ ପାରଳାଖେମୁଣ୍ଡି କମିଟି ସାହିରେ ଗୋଟେ ଜୁଏଲାରୀ ସପ୍ର ମଧ୍ୟ ବର୍ଗଲାରୀ ହୋଇଥିବାର ରିପୋର୍ଟ ହୋଇଥିଲା। এই দুইটি কেସ୍ର ମୋଡସ୍ ଅପରେଣ୍ଡି ପ୍ରାୟ ଏକ ପ୍ରକାର ଥିଲା। ସେଥିପାଇଁ ଆମେ ୟାକୁ ଗୋଟେ ଚ୍ୟାଲେଞ୍ଜ ହିସାବରେ ନେଇକି ଏସ୍ଡିପିଓ ପାରଳାଖେମୁଣ୍ଡିଙ୍କ ତତ୍ତ୍ୱାବଧାନରେ ଏବଂ ଆଇଆଇସି ପାରଳାଖେମୁଣ୍ଡିଙ୍କୁ ନେଇକରି ଗୋଟେ ସ୍ୱତନ୍ତ୍ର ଟିମ୍ କରାଯାଇଥିଲା, ଯେଉଁଥିରେ ପାରଳାଖେମୁଣ୍ଡି ଥାନାର ଅଫିସରମାନେ ଏବଂ ଗୁରାଣ୍ଡି ଥାନାର ଆଇଆଇସି ଏମାନେ ସବୁ ଥିଲେ। ଏଥିରେ ଆମକୁ ଟେକ୍ନୋଲୋଜିର ସହାୟତା ବିଶେଷ କରି ନେବାକୁ ପଡ଼ିଥିଲା। ଟେକ୍ନୋଲୋଜିର ସହାୟତା ବଳରେ ଆମେ ବହୁତ ଗୁଡ଼ାଏ ସନ୍ଦେହୀଙ୍କର ମୋବାଇଲ ନମ୍ବର ପାଇଥିଲୁ ଏବଂ ସେହି ମୋବାଇଲ ନମ୍ବର ଗୁଡ଼ିକ ପ୍ରାୟ 300 ସଂଖ୍ୟାରୁ ଉର୍ଦ୍ଧ୍ୱ ଥିଲା। ପ୍ରତ୍ୟେକ ମୋବାଇଲର ଲୋକେସନ୍ ଏବଂ ସିଡିଆର୍ ଡିଟେଲ୍ସ ଆମକୁ ଭେରିଫାଏ କରିବାକୁ ପଡ଼ିଲା ଏବଂ ଶେଷରେ ଆଜି ଆମେ ସଫଳତାର ସହିତ ସେହି 2ଟି କେସ୍ ସହିତ ଆଉ 2ଟି ବର୍ଗଲାରୀ ମଧ୍ୟ ଟୋଟାଲ 4ଟି ବର୍ଗଲାରୀ କେସ୍ର डिटेक्ट करने आमर पुलिस टीम सक्षम होती। प्राय 10 केजी ओजनर रूपा अलंकार एवं समस्त चोरी जाइथिबा सुना अलंकार जहाँकि प्राय 10 तोलारू अधिका हेब एवं कैश 33,000 टंका। ता व्यतीत जो कुमुटी साही बर्गलारी जो जाइथिला सेतिरे फॉरेन करेंसी किछि थिला, डॉलर थिला, $100, $20, $10 एगुड़ाकर किछि आमे करेंसी मध्य पाइछु। श्रीलंकान करेंसी मध्य आमे गोटे तांको घरु चोरी हिता ता मध्य पाइछु। या व्यतीत सेमाने एई चोरी करिवारे व्यवहार करिथिबा मोटरसाइकिल को मध्य आमे जब्त करिछु। गजपतिरो बालकृष्ण पात्रଙ୍କ रिपोर्ट, सरकार न्यूज। भारत भ्रमण हेला सहज। काशीरू काश्मीर, पुरीरू दार्जिलिंग, चारिधाम हेउ कि हनीमून टूर,
सब व्यवस्था आम पाखरे सस्ता दाम भल होटेल आरामदायक यात्रा एवं 24x7 सहयोग देवता टूर एंड ट्रैवल्स। तेबे आउ डेरी कहीं एवे ही फोन करी निजर सीट बुकिंग करंतु एवं भारत भ्रमणर मजा नियंतु। स्क्रीन ने देखा जाउथिबा नंबर रे जोगाजोग करंतु। आम ठिकाना महावीर छक जाजपुर टाउन जाजपुर।